ସୁର ରାଉତରା ପାଗେଳା ହେଇଯାଇଛନ୍ତି ହେଲା। ଆପଣମାନଙ୍କ ଭଳିଆ ଯେଉଁ ରିପୋର୍ଟର ରହିଲେ ଆପଣ ତାକୁ ଠିକ୍ରେ କୋଶ୍ଚିନ୍ କରିପାରୁନାହାନ୍ତି। ଯଦି କୋଶ୍ଚିନ୍ କରନ୍ତେ ସେ ବାୟା ପାଗଳା ଆହୁରି ହେଇକରି ପଳାନ୍ତା ଆସନ୍ତାନି। ଓଡ଼ିଶାରୁ କେମିତି କଂଗ୍ରେସ ମୂଳପୋଛ ହେବ ଇଏ ଗୋଟେ ଚକ୍ରାନ୍ତ ଚାଲିଛି। ବିଜେଡ଼ି ବାଲାଙ୍କ ସାଙ୍ଗରେ ସମ୍ପର୍କ ରଖିକିରି ଇଏ ସବୁ ଜିନିଷ ଚାଲିଛି। ଜଟଣୀ ହେଉଛି ଗୋଟେ କଂଗ୍ରେସର ମାନେ ଦୁର୍ଗ, ଯେଉଁଠି କଂଗ୍ରେସ ପରିବାର ମଜବୁତ ପରିବାର ଜଟଣୀ ନିର୍ବାଚନ ମଣ୍ଡଳୀରେ ତାକୁ କେମିତି ଭାଙ୍ଗି ଦିଆଯିବ। ଯେଉଁ ନେତୃତ୍ୱ ଯେଉଁ ନେତା ନେଉଥିଲେ ତାଙ୍କ ପିଲା ଅଲଗା ଦଳକୁ ଯାଇଛନ୍ତି, ସେ କେମିତି ଜିତିବେ, ସେଠି ବିଜେଡ଼ି ଜିତିବ ତାର ଡାଇଗ୍ରାମ କଟାଗଲା। ଗୋଟେ ଥରେ ଫେଲୁଅର ହେଲେ, ଦ୍ୱିତୀୟ ଥର ଗୋଟେ ଲୋକ ସେ କଂଗ୍ରେସର କର୍ମୀ କି ଜାଣିନି, କଂଗ୍ରେସର ପରିବାର ବାବଦରେ ଜାଣିନି, ସେ ହଠାତ୍ ଆଉଛି 48 ଘଣ୍ଟା ଭିତରେ କେଉଁଠି ମିଶୁଛି, ଟିକେଟ୍ ତାର ଡିକ୍ଲେୟାର ହେଉଛି। 32-33 ଦିନ ରହିଲା ଇଲେକ୍ସନ। ତା ମାନେ କଂଗ୍ରେସର ଯେଉଁ ନେତୃମଣ୍ଡଳୀ ରହିଲା, ଆମେ ତାଙ୍କୁ ପ୍ରଶ୍ନ କରୁଛୁ ଏ ଯେଉଁ ପୋଗମନର ଆପ୍ ଖୋଲା ଯାଇଥିଲା କ'ଣ ପାଇଁ, ଯେଉଁ ଇନକ୍ୱାରି ହେଉଥିଲା କ'ଣ ପାଇଁ, ଇଏ ପ୍ରହସନ କରିବାର ଥିଲା। ଆପଣମାନେ ତ ସିଧା ଡିକ୍ଲେୟାର ଦେଇଥାନ୍ତେ, ପଇସା ଦିଅ ଟିକେଟ୍ ନିଅ, ଗଲା କ୍ଲିଅର ହେଇଯାଇଥାନ୍ତା, ସମସ୍ତେ କ୍ଲିଅର ହେଇଯାଇଥାନ୍ତେ। ଯାହା ପାଖରେ ପଇସା ସିଏ ଆଇଥାନ୍ତେ, ଯିଏ ଖଟି ଖଟିକିରି କଂଗ୍ରେସକୁ ବଞ୍ଚେଇକି ରଖିଛି ସେ ଆଉ ଆସିପାରିନଥାନ୍ତେ। ଇଏ ପ୍ରହସନ କ'ଣ ପାଇଁ, ଗୋଟେ ଦଳଟାକୁ କାହିଁକି ବଦଳାମି କରାଯାଉଛି? ହଁ, ପଇସା ନ ଦେଇଥିଲେ ଗୋଟେ ଲୋକକୁ କେମିତି 48 ଘଣ୍ଟା ଭିତରେ ଟିକେଟ୍ ମିଳିଲା? ଯେଉଁମାନେ ନେତୃତ୍ୱରେ ଅଛନ୍ତି ଯଦି ସଫେଇ ଦେବେ ୟା ଆମେ କରିନୁ, ତାଙ୍କମାନଙ୍କ ପିଲାମାନେ ଅଛନ୍ତି ପୁଅ, ସେ ପିଲାମାନଙ୍କୁ ଆପଣଙ୍କ କ୍ୟାମେରା ସାମ୍ନାରେ ଆଣି ମୁଣ୍ଡରେ ହାତ ଥୋଇ କୁହନ୍ତୁ ଯେ ଆମେ କୌଣସି ଅନ୍ୟାୟ କରିନାହୁଁ, କୌଣସି ପ୍ରକାର କଂଗ୍ରେସ ଦଳକୁ ଠକି ନାହୁଁ। ସୁର ରାଉତରା ପାଗେଳା ହେଇଯାଇଛନ୍ତି ହେଲା। ଆପଣମାନଙ୍କ ଭଳିଆ ଯେଉଁ ରିପୋର୍ଟର ରହିଲେ ଆପଣ ତାକୁ ଠିକ୍ରେ କୋଶ୍ଚିନ୍ କରିପାରୁନାହାନ୍ତି। ଯଦି କୋଶ୍ଚିନ୍ କରନ୍ତେ ସେ ବାୟା ପାଗଳା ଆହୁରି ହେଇକରି ପଳାନ୍ତା ଆସନ୍ତାନି। ନା ନା ନା, ଅଭିଯୋଗ ପରା ମିଡ଼ିଆରେ, ଆପଣଙ୍କ ମିଡ଼ିଆରେ ବାଜୁଛି। ଆମେ କ'ଣ କଲୁ? ଆପଣଙ୍କ ମିଡ଼ିଆରେ ଯାହା ବାଜୁଛି ଆମେ ସେଇଟାକୁ ସନ୍ଦେହ ନେଇକରି କହୁଛୁ, ନହେଲେ ହେଲା କେମିତି ଏ ଜିନିଷ? ଏଇଆ କଥା। ଓଡ଼ିଶାବାସୀ ଜାଣୁନାହାନ୍ତି କ'ଣ ହେଲା କ'ଣ ନାହିଁ, ସମସ୍ତେ ସବୁ ଜାଣନ୍ତି। ଯଦି କଂଗ୍ରେସ ଦଳକୁ ଓଡ଼ିଶାରୁ ମୁକ୍ତ କରିବା ପାଇଁ ଇଏ ଯୋଜନା ଚାଲିଛି। ଅଶୋକ ମଙ୍ଗରାଜେ ସିଏ ଯେଉଁ ମାନେ ସୁରବାବୁଙ୍କର ସିଏ ଗୋଟେ ଚାମଚା। ସୁରବାବୁ ତାକୁ ଏକା ମାନେ ସେଟ୍ କରିଥିଲେ ଏଥିରେ ଟିକେଟ୍ ଦେବା ପାଇଁ। ସେ ଆପଣମାନେ ବି ତାକୁ ପଚାରି ପାଇଲେନି ତୁ ବିଧାୟକ ହେବୁ ବୋଲି ଭାବିଛୁ ଯେ ଯେଉଁ 18 ନମ୍ବର ୱାର୍ଡ଼ରେ ଠିଆ ହେଇଥିଲୁ 17ଟା ଭୋଟ୍ ପାଇଥିଲୁ, କେତେଥର କାଉନସିଲର ତୁ ଜଟଣୀରେ ଜିତିଛୁ? କେହି ଜାଣିନାହାନ୍ତି ତାକୁ। ତାକୁ ଚାଲୁ ମଙ୍ଗରାଜ ନାଁରେ ଚାଲୁ ପାଟି ସେ ଲୋକ ଜଟଣୀ ଲୋକ ଜାଣିଛନ୍ତି, ଆଉ କିଛି ଜାଣିନାହାନ୍ତି। ନା ଆମେ କିଛି ନା, ଆମେ ଆଇଲୁ ଏମିତି କଂଗ୍ରେସ ଭବନଟାକୁ ଯେହେତୁ 92 ମସିହାରୁ ମାନେ ନିଜର ପରିଚୟ ନେଇକିରି ଆମେ କଂଗ୍ରେସକୁ ଧରିକିରି ବୁଲୁଥିଲୁ, ଆମେ ଆସିଲୁ ଟିକେ ଶେଷ ଥର ବୁଲିକି ଟିକେ ସଭାପତିଙ୍କୁ ପଚାରିବା ଯେ କଂଗ୍ରେସ ଏଠି ନ୍ୟାୟ କରୁଛି ନା ଅନ୍ୟାୟ କରୁଛି, ଏଠି କିଣା ବିକା ଉପରେ ବିଶ୍ୱାସ କରୁଛି ନା ସକ୍ରିୟ କର୍ମୀ ଉପରେ ବିଶ୍ୱାସ କରୁଛି, ସେଇ ଗୋଟାକୁ ଆମେ ଅପେକ୍ଷା କରିଛୁ।